କଲ୍ ପରେ କଲ୍ କରି ଭୋ ଭୋ ହୋଇ କାନ୍ଦି ଚାଲିଥିଲା ସ୍ୱପ୍ନା। ମୁହଁରେ ଗୋଟେ କଥା ଥିଲା, ମୋ ସ୍ୱାମୀକୁ ଛାଡ଼ି ମୁଁ ରହିପାରିବିନି। ଭାଇ କିଛି ଗୋଟେ କର। ଅନେକ ଚେଷ୍ଟା କଲି ବୁଝେଇବାକୁ, ସେ କିନ୍ତୁ ବୁଝିବାକୁ ପ୍ରସ୍ତୁତ ନଥିଲା କି କାନ୍ଦ ବି ବନ୍ଦ କରୁନଥିଲା। 7 ବର୍ଷ ତଳୁ ଭଲ ପାଇ ବାହା ହେଇଥିବା ସ୍ୱପ୍ନାର ସ୍ୱାମୀର କ'ଣ ହେଇଥିଲା? କିଏ ତା ସ୍ୱାମୀ ଥିଲା? ଏତେ ଭଲ ପାଉଥିବା ସ୍ୱାମୀ କ'ଣ ଆଉ କାହା ପ୍ରେମରେ ପଡ଼ିଯାଇଥିଲା କି? ଏସବୁ ଜାଣିବା ଆଜିର ଏହି ପ୍ରେମ କାହାଣୀରେ। ସ୍ୱାମୀ ପାଇଁ କାନ୍ଦୁଛି ସ୍ତ୍ରୀ। ହ୍ୟାଲୋ ହାଏ ନମସ୍କାର, ଷ୍ଟୋରି ୱିଥ୍ ପ୍ରତାପର ଆଉ ଏକ ନୂଆ କାହାଣୀକୁ ଆପଣଙ୍କୁ ସ୍ୱାଗତ। ଢେଙ୍କାନାଳର ସ୍ୱପ୍ନା ଆଉ ମୟୂରଭଞ୍ଜର ସନାତନ ଭିତରେ ଦେଖା ହୁଏ ଚଣ୍ଡିଖୋଲରେ। ଉଭୟଙ୍କ ଦେଖା ସାକ୍ଷାତ ଭିତରେ ପ୍ରେମ ହୋଇଯାଏ। ଖୁବ୍ କମ୍ ଦିନ ଭିତରେ ପ୍ରେମଟା ଏତେ ଗଭୀର ହୋଇଯାଏ ଯେ ଉଭୟଙ୍କୁ 7 ଜନ୍ମର ସାଥୀ କରିବାକୁ ବିବାହ ବନ୍ଧନରେ ବାନ୍ଧି ଦିଅନ୍ତି ପରିବାର ଲୋକେ। ଉଭୟ ବାହା ହେଇ ଭୁବନେଶ୍ୱରରେ ରୁହନ୍ତି। ବେଶ୍ କାମଦାମ କରି ଯେଉଁ 2 ପଇସା ରୋଜଗାର କରନ୍ତି, ହସ ଖୁସିରେ ସଂସାରଟା ଚଳିଯାଏ। ଏମିତିରେ ବିତିଯାଏ 7 ବର୍ଷ। ସନାତନ କାମ କରିବାକୁ ଯାଉଥିବା ବେଳେ ପୁଣି ଏକ ଯୁବତୀ ପ୍ରେମରେ ପଡ଼ିଯାଏ। ହେଲେ ଏକଥା ସ୍ୱପ୍ନାକୁ ଜଣା ନଥାଏ। ହଠାତ୍ ଦିନେ ସନାତନ କାମକୁ ଯାଇ ଆଉ ଘରକୁ ଫେରେ ନା। ସ୍ୱପ୍ନା ବ୍ୟସ୍ତ ହୋଇପଡ଼େ ଆଉ ସନାତନକୁ କଲ୍ ଲଗେଇ ଚାଲେ, ହେଲେ କିଛି ଲାଭ ହୁଏନି। ସ୍ୱପ୍ନା ସନାତନର ବାପା ମାଆଙ୍କୁ କଲ୍ କରି ପଚାରେ, ଥାନାରେ ଏତଲା ବି ଦିଏ। ସବୁ ପରେ ଯେତେବେଳେ ସ୍ୱାମୀ ସନାତନର କିଛି ଖବର ପାଏନି, ସେତେବେଳେ ସନାତନ ବିଷୟରେ ଜାଣିବାକୁ ଚେଷ୍ଟା କରେ। ଆଉ ଯାହା ଜାଣିବାକୁ ପାଏ ତା ମୁଣ୍ଡଟା ଚକ୍କର ଖାଇଯାଏ। ସନାତନକୁ କୁଆଡ଼େ ଆଉ ଗୋଟେ ସୁନ୍ଦରୀ ଝିଅ ମିଳିଯାଇଥାଏ ଆଉ ସେ ତାକୁ ନେଇ ଫେରାର ହେଇଯିବା କଥା ସାମ୍ନାକୁ ଆସେ। ଖାଲି ସେତିକି ନୁହେଁ, ସ୍ୱପ୍ନା କାମ କରି ରଖିଥିବା ଟଙ୍କା ଆଉ ସ୍ୱପ୍ନାର କିଛି ସୁନା ଅଳଙ୍କାର ସହିତ ATM କାର୍ଡ଼ ବି ନେଇ ଚାଲି ଯାଇଥାଏ ସନାତନ। ଶେଷରେ ସ୍ୱପ୍ନା କିଛି ରାସ୍ତା ନ ପାଇ ପାଗଳି ଭଳି କାନ୍ଦିବାକୁ ଲାଗେ। ସ୍ୱାମୀ ତ ଗଲା, ଜୀବନ ସାରା ନିଜେ ଖଟି ଖଟି ରଖିଥିବା ସବୁ ସମ୍ପତ୍ତି ବି ସେ ନେଇ ଚାଲିଗଲା। ତଥାପି ସେ ସବୁ ପାଇଁ ତାର ଖାତିର ନଥିଲା, ତାକୁ ତା ସ୍ୱାମୀ ଦରକାର ଥିଲା। ସେ ସବୁ ଭୁଲି ତା ପ୍ରେମ ତା ସ୍ୱାମୀ ସନାତନ ପାଇଁ ପାଗଳି ଥିଲା। କାନ୍ଦି କାନ୍ଦି କହୁଥିଲା, ସନାତନ ତମେ କେଉଁଠି ଅଛ, ପ୍ଲିଜ୍ ଫେରି ଆସ। ହେଲେ ସନା କ'ଣ ତା କଥା ଶୁଣୁଥିଲା? ସେ ମୋବାଇଲ ସିମ୍ ବଦଳେଇ ଦେଇ ନୂଆ ପ୍ରେମିକ ସହିତ ମଜାରେ ରାସଲୀଳା କରୁଥିଲା। ଏପଟେ ସ୍ୱପ୍ନା ସ୍ୱାମୀ ବିନା ଛାଟିପିଟି ହେଇ କାନ୍ଦି ଚାଲିଥିଲା। ଦିନେ ଯେଉଁ ସ୍ୱାମୀ ଗେଲୁ ପୁଚୁ ଧନ କହି ଆଗପଛ ବୁଲୁଥିଲା, ଆଜି ସେହି ସ୍ୱାମୀ ଆଉ କାହାର ହେଇସାରିଥିଲା। ଜଣା ନଥିଲା ତା ସ୍ୱାମୀ ଆଉ ତା ପାଖକୁ କେବେ ଫେରିବ କି ନାହିଁ, କିନ୍ତୁ ସବୁଦିନ ତା ଫେରିବା ବାଟକୁ ଅପେକ୍ଷା କରି ରହୁଥିଲା। ଦିନେ କି 2 ଦିନର କଥା ନଥିଲା, ପୁରା 7 ବର୍ଷର ପ୍ରେମ ସମ୍ପର୍କ ଥିଲା। ଯେଉଁ ସ୍ୱାମୀ 7 ବର୍ଷ ହେଲା ବାହା ହେଇ ସ୍ୱପ୍ନା ପାଇଁ ପାଗଳ ହେଇଯାଉଥିଲା, ସେ କେମିତି ଆଜି ଆଉ କାହା ପାଇଁ ସ୍ୱପ୍ନାକୁ ଛାଡ଼ି ପାରିଲା? କାହା ଉପରେ ଭରସା କରିବେ ଆଜ୍ଞା? ଆଜିକାଲିର ଦୁନିଆ ଯାହା ହେଲାଣି, କେଉଁ ସ୍ୱାମୀ ତା ସ୍ତ୍ରୀକୁ ଛାଡ଼ି ଆଉ କାହାକୁ ନେଇ ଫେରାର ହେଇଗଲାଣି, ତ କେଉଁ ସ୍ତ୍ରୀ ତା ସ୍ୱାମୀ ଛୁଆ ପିଲାଙ୍କୁ ଛାଡ଼ି ଆଉ କାହା ସହିତ ପଳେଇ ଗଲାଣି। ମୁଁ ତ କହିବି, ଏ ପ୍ରେମ ନାଁଟାକୁ ନେଇ ପ୍ରେମକୁ ଜମା ବି ବଦନାମ କରନ୍ତୁନି। ତମେ ଯୌନ ସୁଖ ପାଇଁ ଏମିତି କରିବ ଆଉ ପ୍ରେମକୁ ସବୁବେଳେ ବଦନାମ କରିବ? ହୋ ସନା ଭାଇ, ଜଣକୁ ବାହା ହେଇ 7 ବର୍ଷ ଘର ସଂସାର କଲା ପରେ କ'ଣ ଅଭାବ ହେଲା ଯେ ଆଉ ଜଣକୁ ନେଇ ପଳେଇଗଲ? ପୁଣି ତାର ସବୁ ଜିନିଷ ଆଉ ଟଙ୍କା ବି ନେଇ ପଳେଇଗଲ। ଏବେ ବିଚାରି କ'ଣ କରିବ? ଏବେ ବି ସମୟ ଅଛି। ତମ ସ୍ତ୍ରୀ ପାଖକୁ ଫେରି ଆସ ଆଉ ଦେଖ ତମ ସ୍ତ୍ରୀ ସ୍ୱପ୍ନା, ମାନେ ତମ ଗେଲୁ ପୁଚୁ, କେମିତି ତମ ବିନା କାନ୍ଦୁଛି। ଦର୍ଶକ ବନ୍ଧୁ, ଏମିତି ଘଟଣା ସବୁଦିନ ଶୁଣି ଶୁଣି ଭାରି ବିରକ୍ତ ଲାଗିଲାଣି। ଆଉ କ'ଣ ପୁରୁଣା ଦିନ ଫେରିବନି? ଆଉ କ'ଣ ଆଗ ପ୍ରେମ ଭଲ ପାଇବା ଫେରିବନି? ଆଉ କ'ଣ ଆଗ ଭଳି ମଣିଷ ପଣିଆ ବି ଫେରିବନି? ଯଦି ଆପଣଙ୍କ ଉତ୍ତର ନା, ତେବେ ମୁଁ କହିବି ଆମେ ଆଉ ମଣିଷ ହେଇନାହାନ୍ତି, ପଶୁ ହେଇଗଲେଣି। କାହିଁକି ଜାଣିଛନ୍ତି? ପଶୁ ବି ଆଜିକାଲି ଏତେ ତଳକୁ ଖସିଯାଇ ପାରୁନାହାନ୍ତି, ଏଇଭଳି ମଣିଷମାନେ ଯେତିକି ତଳକୁ ଖସିଗଲେଣି। ଆପଣଙ୍କୁ କ'ଣ ଲାଗୁଛି? ସନାତନ କ'ଣ ସ୍ୱପ୍ନା ପାଖକୁ ଫେରିବ, ନା ନୂଆ ପ୍ରେମିକାକୁ ନେଇ ନୂଆ ସଂସାର ଗଢ଼ି ଖୁସିରେ ରହିବ? ଯଦି ସନାତନ ଆଉ ସ୍ୱପ୍ନା ପାଖକୁ ନ ଫେରେ, ତେବେ ସ୍ୱପ୍ନା କ'ଣ କରିବା ଦରକାର? କମେଣ୍ଟ କରି ନିଶ୍ଚିତ ଜଣାଇବେ। ଆଜି ପାଇଁ ରହୁଛୁ। ଆମେ ପୁଣି ଆସିବୁ ଆଉ ଏକ ନୂଆ କାହାଣୀ ସହିତ ଷ୍ଟୋରି ୱିଥ୍ ପ୍ରତାପରେ। ସେତେବେଳେ ଯାଏ ନମସ୍ତେ, ଜୟ ଜଗନ୍ନାଥ।